ମାନେ ଗୋଟେ ଆସିଲା ମା ମହୁଲ ସକାଳୁ ନଦିଅ ଗୋଟାଇ ଯାଇଛୁ ସକାଳୁ ଏକା ଗୋଟେ ହେଇଛ ମହୁଲ ନେଇକି କଣ କରିବ? ସିଝାକୁ ଦିଅ ରାନ୍ଧବୁ ଦିଅ ଆରୁ ଖାଇବୁ। ହଉଛି ଫୁଲ ଆର ଫଳ ହଉଛି ଗରା ଯୋଉଟା କି ହଉଛି ଫଳ ହଉଛି ଗରା ଫୁଲ ହଉଛି ମହୁଲ। ତମ ଗାଁ କୋଉଠି ମା? ଆମର ଏଇଟା ନୂଆପତ୍ର ଦିଅ। ହଁ ହଁ ହଉ ଆଉ ମୋ ସାଙ୍ଗମାନଙ୍କ ପାଇଁ କଣ କହିବ କି? ମୋ ସାଙ୍ଗମାନଙ୍କ ପାଇଁ କଣ କହିବ ଯୋଉମାନେ ଦେଖୁଛନ୍ତି କଣ କହିବ ସେମାନଙ୍କୁ ବି ଡାକ ମିଶିକି ମହୁଲ ଗୋଟେଇବା। କୁହ ଆସିବ ମହୁଲ ଗୋଟାଇବା ମିଶିକରି ମହୁଲ ଗୋଟାଇବା ଆମେ ମହୁଲ ଗୋଟାଇବା ଆମେ ମହୁଲ ଗୋଟେଇବା ଆମେ ଟିକେ ନାଚିଦବ ଟିକେ ଟିକେ ମାଉସୀ ନାଚିଦେବ ଟିକେ ସାଙ୍ଗମାନେ ମହୁଲ ଫୁଲକୁ କେତେ ସୁନ୍ଦର ସେମାନେ ବ୍ୟବସ୍ଥା କରିଛନ୍ତି ଯୋଉଟା କି ତଳେ ପଡ଼ିଲେ ମଇଳା ହେଇଯିବ କିନ୍ତୁ ସେମାନେ ମହୁଲ ଗୋଟେଇବା ପାଇଁ ତାକୁ ଯେଭଳି ସହଜ ହେଇପାରିବ ସେଭଳି ବ୍ୟବସ୍ଥା କରିଛନ୍ତି। ଦେଖ ଏଇଟା ହଉଛି ତାଙ୍କ ପୁଅ ସେ ପଳେଇଲା ବର୍ତ୍ତମାନ ମୁଁ ଆପଣମାନଙ୍କୁ ପୁରା ଭିଡ଼ିଓ ଦେଖାଉଛି ମହୁଲ ଗୋଟେଇବା ପାଇଁ କିଭଳି ବ୍ୟବସ୍ଥା କରିଛନ୍ତି। ଏଇଟା ହଉଛି ତାଙ୍କ ପୋଷା କୁକୁର ଦେଖନ୍ତୁ ହାଏ ସେ ମତେ ଚିହ୍ନିଛି ତ ମତେ କିଛି କରୁନି ଦେଖନ୍ତୁ ସେ ମତେ ଚିହ୍ନିଛି ସେଥିପାଇଁ ମତେ କିଛି କରୁନି ତା ଲାଞ୍ଜିଟା ଖାଲି ହଲେଇ ଦଉଛି କାହିଁକିନା ମତେ ଚିହ୍ନିଛି ସିଏ ଦେଖନ୍ତୁ ପୁରା ଏରିଆ ଆପଣମାନଙ୍କୁ ଦେଖାଉଛି ମହୁଲ ଗୋଟେଇବା ପାଇଁ କିଭଳି ବ୍ୟବସ୍ଥା କରିଛନ୍ତି। ଦେଖନ୍ତୁ ଏ ଘର ଭିତରେ ତାଙ୍କ ଝିଅ ମଧ୍ୟ ଅଛି ତାଙ୍କ ମା କୁଆଡେ ଗଲେ ଦେଖନ୍ତୁ ସାଙ୍ଗମାନେ ସିଏ ଏ ଜଣେ ହଉଛନ୍ତି ଏସଏଚଜି ମା ଯିଏକି ବର୍ତ୍ତମାନ ଏଠି ପିଆଜ ଚାଷ ମଧ୍ୟ କରିଛନ୍ତି ଆପଣମାନଙ୍କୁ ଦେଖେଇ ଦଉଛି ମାନେ ସିଏ ଜଣେ ଏସଏଚଜି ମା ସିଏ ପିଆଜ ଚାଷ ମଧ୍ୟ କରିଛନ୍ତି ତାପରେ ରହିଲା ଆମ୍ବ ଗଛ ମଧ୍ୟ ଲଗେଇଛନ୍ତି ଏପଟେ ମକା ଗଛ ମଧ୍ୟ ଲଗେଇଛନ୍ତି ସେପଟେ ମହୁଲ ମଧ୍ୟ ଗୋଟେଇଛନ୍ତି ତାପରେ ଦେଖନ୍ତୁ ଏଇଟା ଟୋଟାଲ ଏରିଆ ହଉଛି ତାଙ୍କର ପୁରା ଏରିଆ ବଡ ଏରିଆ ଏଠାରେ ସେ ଘର କରିଛନ୍ତି ଯୋଉଟା କି ଘର କରିକି ସେ ଜଗିଛନ୍ତି ଏଠାରେ ବତକ ମଧ୍ୟ ପାଳିଛନ୍ତି ସେ ଦେଖନ୍ତୁ ବତକ ମଧ୍ୟ ରଖିଛନ୍ତି ଦେଖନ୍ତୁ ସାଙ୍ଗମାନେ ସେ ବତକ ମଧ୍ୟ ରଖିଛନ୍ତି ସବୁ ପ୍ରକାର ପୁରା ଏଡେ ବଡ ଏରିଆରେ ମହୁଲ ଗୋଟେଇକି ସେ ମହୁଲ ସବୁ ଶୁଖେଇଛନ୍ତି ଏଇଟା ହଉଛି ବର୍ତ୍ତମାନ ମହୁଲ ଯୋଉଟା କି ଆଜି ଗୋଟେଇଥିବେ ପୂର୍ବ ଦିନରୁ ଗୋଟେଇ ସେ ଶୁଖେଇ ରଖିଛନ୍ତି ଏଇଟାକୁ ମାର୍କେଟରେ ସେ ବିକିବେ ଆଣିଛନ୍ତି ଦେଖନ୍ତୁ ଭିତରେ ମହୁଲ ଧରିକି ଯାଇଛନ୍ତି ବର୍ତ୍ତମାନ ଶୁଖେଇବେ ଏତିକି ମହୁଲ ଗୋଟେଇ ସାରିଲା ପରେ ଆହୁରି ସେ ଆଣି ଯାଇଥିଲେ ଦେଖନ୍ତୁ ସିଏ ଏବେ ମହୁଲ ପକେଇବେ ଶୁଖେଇବେ ଏଇଠି ଦେଖନ୍ତୁ ବାଲ୍ଟିରେ ପୁରା ଫୁଲ କରିକି ମହୁଲ ଆଣିଛନ୍ତି ଏବେ ଶୁଖେଇବେ ମହୁଲକୁ ଭଲ ଭାବରେ ଚାରିପଟେ ଗୋଳେଇ ଦେଲା ପରେ ମହୁଲ କି ହବ ଟିକେ ଦେଖନ୍ତୁ ମୁଁ ଟିକେ କରିଦଉଛି ମୁଁ ଟିକେ ଏମିତି କରିକି ସବୁ ଶୁଖେଇବେ ଦେଖନ୍ତୁ ପୁରା ଏଭଳି କରିକି ଶୁଖେଇବାକୁ ପଡେ ତାଙ୍କୁ ମୁଁ ବି ଟିକେ କରିଦଉଛି ତ ସାଙ୍ଗମାନେ ତାଙ୍କୁ ମୁଁ ଟିକେ ସାହାଯ୍ୟ କରିଦେଲି ଆଉ ତାକୁ ମୁଁ ପଚାରିବି ମହୁଲ ଦ୍ୱାରା ତାଙ୍କର କଣ ଲାଭ ହଉଛି ଆଉ ମହୁଲ ଫଳ ଯଦି ଏତିକି କରୁଛନ୍ତି ବଜାର ରେଟ୍ରେ କେତେ ବିକୁଛନ୍ତି କଣ ସେ ବିଷୟରେ ଆମେ ଦେଖନ୍ତୁ ଏଇଟା ହଉଛି ବତକ ଯୋଉଟା କି ତାର ଏବେ ବର୍ତ୍ତମାନ ଅଣ୍ଡା ଦେବା ଟାଇମ ହେଇଯାଇଛି ଦେଖନ୍ତୁ ସାଙ୍ଗମାନେ ସେ କିଛି କହୁଛି ଦେଖନ୍ତୁ ସାଙ୍ଗମାନେ ସାଙ୍ଗମାନେ ଦେଖନ୍ତୁ ଆମେ ଯାଉଛୁ ଗୋଟେ ବଢିଆ ଜାଗା ଯୋଉଟାରେ କି ଆପଣ ମାନେ ଦେଖିବେ
ନୂତନ ଭାବରେ ଉନ୍ନତ ମାନର ମାଛ ଚାଷ। ଦେଖନ୍ତୁ ଏକ ଲାଭଦାୟକ ଚାଷ ହେଉଛି ମାଛ ଚାଷ, ଯେଉଁଟା ପାଇଁକି ଆମେ ବହୁତ ଏକର ଏକର ଜାଗାର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଆଜି ଆମେ ଦେଖିବା ଅଳ୍ପ ଜାଗାରେ କିଭଳି କରାଯାଉଛି ମାଛ ଚାଷ। ଚାଲନ୍ତୁ ସାଙ୍ଗମାନେ ଭିତରକୁ ଯିବା, ବର୍ତ୍ତମାନ ଦେଖିବା ସେହି ଉନ୍ନତ ମାନର ମାଛ ଚାଷ। ଦେଖନ୍ତୁ ସାଙ୍ଗମାନେ, ସରକାରଙ୍କର ଏହା ଏକ ପ୍ରୋଜେକ୍ଟ, ଯେଉଁଟାକି କହିବେ ବାୟୋଫ୍ଲକ୍ ପ୍ରୋଜେକ୍ଟ। ଏଠାରେ ଏସ୍ଏଚଜି ମାଆମାନଙ୍କୁ ଫାର୍ମିଂ କରିବା ପାଇଁ ସରକାର କିଛି ଅର୍ଥ ଦିଅନ୍ତି, ଯେଉଁଟାକି 40% ରୁ 60% ପର୍ଯ୍ୟନ୍ତ ସବସିଡି ଥାଏ। ବାୟୋଫ୍ଲକ୍ ଗୋଟେ ହେଉଛି ଛୋଟ ଟାଙ୍କିରେ ରଖି ମାଛ ପାଳନ କରାଯାଏ। ଏଠାରେ ପାଣିର ନଷ୍ଟ ମଧ୍ୟ କମ୍ ହୋଇଥାଏ। ଅଳ୍ପ ଜାଗାରେ ମାଛ ଚାଷ ପାଇଁ ପୋଖରୀ ଆଉ ଏକ ଏକର ଜାଗାର ଆଉ ବର୍ତ୍ତମାନ ଆବଶ୍ୟକ ନାହିଁ ସାଙ୍ଗମାନେ। ଏଠାରେ କମ୍ ଜାଗାରେ ବହୁତ ସୁନ୍ଦର ଭାବରେ ମାଛ ଚାଷ କରିହୁଏ, ଯେଉଁଟାକୁ କୁହାଯାଏ ବାୟୋଫ୍ଲକ୍ ବା ଜୈବ ପଦ୍ଧତିରେ ଉନ୍ନତ ପ୍ରଣାଳୀରେ ମାଛ ଚାଷ। ଏହାକୁ ଏବେ କରି ଦେଖାଉଛନ୍ତି ଆମର ଆଲାମି ପଞ୍ଚାୟତ ଗ୍ରାମର ସାତାଙ୍ଗଜାରିକି ଗାଁର ଏସ୍ଏଚଜି ମା ମାନେ। ଦେଖନ୍ତୁ, ଜାଗା ମଧ୍ୟ ନଷ୍ଟ ହେବାର ନାହିଁ ଏବଂ ଏଠାରେ ବର୍ଷକ ମଧ୍ୟରେ ଲାଭ ମଧ୍ୟ ହେଇପାରିବ। ଏହି ପଦ୍ଧତିରେ ଜୀବାଣୁମୁକ୍ତ ମାଛ ଚାଷ ମଧ୍ୟ ଆପଣମାନେ କରିପାରିବେ। ସାଙ୍ଗମାନେ, ଏହି ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଲାଇକ୍ ଆଣ୍ଡ କମେଣ୍ଟ କରିବେ। ଦେଖନ୍ତୁ ସାଙ୍ଗମାନେ, ସେଇ ମା ବର୍ତ୍ତମାନ ସେଇ ମାଛ ଗୁଡ଼ିକୁ ଦାନା ଦେଉଛନ୍ତି, ଯେଉଁଟାକି ମାନେ ପ୍ରତିଦିନ ଆପଣମାନେ ଅଳ୍ପ ଅଳ୍ପ କରି ଦାନା ଦେଇପାରିବେ, ଯେଉଁଦ୍ୱାରା କି ସେମାନେ ବଢ଼ିପାରିବେ। ଭଲ ପରିବେଶରେ ବର୍ତ୍ତମାନ ସେମାନେ ଅଛନ୍ତି, କାହିଁକିନା ଚାରିପଟେ ତାଙ୍କୁ ପୁରା ମାନେ କଭର୍ କରିକି ରଖାହେଇଛି। ଆଉ ଅକ୍ସିଜେନ୍ ମାନେ ଅମ୍ଳଜାନ ଯିବା ଆସିବା ପାଇଁ ମଧ୍ୟ ତାଙ୍କର ବ୍ୟବସ୍ଥା କରାଯାଇଛି। ଦେଖନ୍ତୁ, ଯେଉଁଦ୍ୱାରା କି ସେମାନେ ଏକ ସୁସ୍ଥ ପରିବେଶ ମଧ୍ୟରେ ବଢ଼ିପାରିବେ। ଦେଖନ୍ତୁ ସାଙ୍ଗମାନେ, ପୁରା ଭିଡ଼ିଓ ଆପଣମାନଙ୍କୁ ଦେଖେଇଲି। ଏ ଭିଡ଼ିଓଟା ଆପଣମାନଙ୍କୁ କେମିତି ଲାଗିଲା ନିହାତି ଲାଇକ୍ ଆଣ୍ଡ କମେଣ୍ଟ କରିବେ। ମୋ ଚ୍ୟାନେଲ୍ ଯଦି ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ କରିବେ। ସାଙ୍ଗମାନେ ଚାଲନ୍ତୁ ଏବେ ଯିବେ ଆହୁରି ବହୁତ ବଢ଼ିଆ ଜାଗା। ଭିତରେ କଣ ଅଛି? ମୋବାଇଲ ନେଇଯିବ? ଦେଖନ୍ତୁ ସାଙ୍ଗମାନେ, ଏଇଟା କଣ ଅଛି ଆପଣମାନେ ଗେସ୍ କରନ୍ତୁ। ଏଇଟା କଣ? ମୁଁ ଦେଖୁଛି, ମୁଁ ଜାଣିପାରୁଛି, କିନ୍ତୁ ଆପଣମାନେ ଗେସ୍ କରନ୍ତୁ। ସେ ବି ମୋ ସହିତ କଥା ବର୍ତ୍ତମାନ ସେ ଏରିଆ ଛାଡ଼ିକି ଆସିଲା ପରେ ଦେଖନ୍ତୁ ଏକ ଦୁଃଖଦାୟକ ମୁଁ ଦେଖିଲି ଜିନିଷ। କାହିଁକିନା ଜଙ୍ଗଲ ପୋଡ଼ା ହେଉଛି। ଜଙ୍ଗଲ ଯଦି ପୋଡ଼ା ହେବ କେତେ କ୍ଷୟକ୍ଷତି ହେଉଛି ଆପଣମାନେ ଜାଣିଥିବେ ସାଙ୍ଗମାନେ। ତ ଦେଖନ୍ତୁ, ଏ ଜଙ୍ଗଲ ଏମିତି ଯଦି ପୋଡ଼ିବେ ତ ପଶୁ ପକ୍ଷୀମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ଆମେ ସିନା ଗାଁ ଗହଳିରେ ରହିଯିବା, କିନ୍ତୁ ସେମାନଙ୍କର ମୁଖ୍ୟ ଜାଗା ହେଉଛି ଜଙ୍ଗଲ, ଯେଉଁଟା ପାଇଁକି ସରକାର ମଧ୍ୟ ବହୁତ ମାନେ ପଦକ୍ଷେପ ନେଉଛନ୍ତି, ଜଙ୍ଗଲ ପୋଡ଼ିବା ପାଇଁ ମନା କରୁଛନ୍ତି। ତଥାପି ଲୋକମାନେ କାହିଁକି କେଜାଣି ଜଙ୍ଗଲ ସବୁ ପୋଡ଼ି ଦେଉଛି। ସାଙ୍ଗମାନେ, ଏହି ଦୁଃଖ ଜିନିଷ ଦେଖିଲା ପରେ ମୋତେ ବି ଆଉ ଭଲ ଲାଗୁନି, କାହିଁକିନା ଷ୍ଟାର୍ଟିଂରୁ ମୁଁ ଭିଡ଼ିଓ ଭଲରେ କରିକି ଆସିଲି, କିନ୍ତୁ ଏବେ ତ ମନ ଖରାପ ହେଇଗଲାଣି। ଆଉ କ'ଣ କରିବେ ସାଙ୍ଗମାନେ, ଏମିତି ଜଙ୍ଗଲ ଯଦି ଲୋକମାନେ ପୋଡ଼ିବେ ତ ଆଉ କ'ଣ ଜଙ୍ଗଲ ସୁରକ୍ଷା ଆମେ କରିବା? ଆଉ କ'ଣ ଆମେ ପରିବେଶ ସୁରକ୍ଷା କରିବା? ଯଦି ଗଛ ଗୁଡ଼ିକ ଜଙ୍ଗଲ ଗୁଡ଼ିକ ପୋଡ଼ିଯିବ ଏଇ ଟାଇମ୍ରେ, କାହିଁକି କେଜାଣି ସବୁ ଜଙ୍ଗଲ ସବୁ ପୋଡ଼ି ଦେଉଛନ୍ତି ଲୋକମାନେ। କେତେ ସେମାନଙ୍କୁ ସଚେତନ କଲେ ମଧ୍ୟ ଗାଁ ଯାଇକି, ଯେତେ ବି ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଲୋକ ଯାଇକି ସଚେତନ କଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ଠିକ୍ ଅଛି ସାଙ୍ଗମାନେ, ଆଉ ଏବେ କ'ଣ କରିବା? ଜଙ୍ଗଲ ତ ସେମାନେ ପୋଡ଼ୁଛନ୍ତି, ଶୁଣୁନାହାନ୍ତି। ତାହେଲେ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଲାଇକ୍ ଆଣ୍ଡ କମେଣ୍ଟ କରିବେ। ଆଉ ମୋ ଚ୍ୟାନେଲ୍ ଯଦି ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ କରିବେ। ଆଉ ଭଲରେ ମୁଁ ଆସିଛି, ଆଉ ଭଲରେ ଯାଉଛି, କିନ୍ତୁ ଏଇଟା ଦେଖିଲି ବୋଲି ଟିକେ ମନ ଖରାପ ଲାଗିଲା। ହଉ ସାଙ୍ଗମାନେ, ଠିକ୍ ଅଛି। ତାହେଲେ ବର୍ତ୍ତମାନ ଆମେ ବାଏ ବାଏ କରିବା, ଆଉ ମୁଁ ମୋର ରାସ୍ତାରେ ଚାଲିଯିବି। ବାଏ ବାଏ ସାଙ୍ଗମାନେ।